ଶ୍ରୋତା ବନ୍ଧୁ, ଆମେ ଆମ ସଂସ୍କୃତି ଓ ପରମ୍ପରା ନିକଟରେ ଚିରଋଣୀ। କାରଣ ଏହା ହିଁ ଆମ ଭିତରେ ମାନବୀୟ ମୂଲ୍ୟବୋଧକୁ ସମ୍ପୁଟ କରେ। ଆମେ ଆମ ଅଜାଣତରେ ହିଁ ସର୍ବଦା ପରିମାର୍ଜିତ ସଂଶୋଧିତ ହେଉଥାଏ। ଆମକୁ ଆମ ସଂସ୍କୃତିର ଗରିମାକୁ ବଜାୟ ରଖିବା ତଥା ଏହାକୁ ବ୍ୟାପକ ଦୃଷ୍ଟିକୋଣ ନେଇ ବିଚାର କରିବାର ସମୟ ଆଜି ଉପନୀତ ହୋଇଛି। ଏମିତି ଏକ ସୁନ୍ଦର ପ୍ରସଙ୍ଗକୁ ପ୍ରତିଷ୍ଠା କରିବାକୁ ପ୍ରୟାସ କରିଛନ୍ତି ଓଡ଼ିଆ ସାହିତ୍ୟର ଜଣେ ଦୂରଦୃଷ୍ଟି ସମ୍ପନ୍ନ କୃତବିଦ୍ୟ ବିଦୁଷୀ ଲେଖିକା। ସେ ହେଉଛନ୍ତି ଡକ୍ଟର ଅର୍ଚ୍ଚନା ନାୟକ। ପ୍ରାବନ୍ଧିକା ଭାବରେ ଡକ୍ଟର ଅର୍ଚ୍ଚନା ନାୟକ ଏକ ପ୍ରସାରିତ ଦୃଷ୍ଟିକୋଣ, ଉଦାର ବିଚାରଶୀଳତା ଓ ଗୁଣଦର୍ଶୀ ଚିନ୍ତନର ଅଧିକାରିଣୀ। ପ୍ରସଙ୍ଗର ସୂକ୍ଷ୍ମ ଭାବକେନ୍ଦ୍ରକୁ ସ୍ପର୍ଶ କରିବା ସହ ସୃଷ୍ଟି ବିଭବର ସୌନ୍ଦର୍ଯ୍ୟ ଓ ମଧୁରତାର ଜଣେ ଅନୁରାଗୀ ବ୍ୟାଖ୍ୟାକାର ଭାବରେ ସେ ସୁପରିଚିତା। ତାଙ୍କର ପ୍ରବନ୍ଧ ଓ ସମାଲୋଚନାରେ ସ୍ରଷ୍ଟା ଓ ସୃଷ୍ଟିକୁ ଆପଣାପଣରେ ଅନୁଭବ କରିହୁଏ ଓ ନିଜର ସାହିତ୍ୟ ସଂସ୍କୃତିକୁ ପ୍ରାଣାବେଗ ଦେଇ ଚିହ୍ନି ହୁଏ। ଶ୍ରୋତାବନ୍ଧୁ, ଆଜି ଡକ୍ଟର ଅର୍ଚ୍ଚନା ନାୟକଙ୍କ ଏକ ଗଭୀର ଦାର୍ଶନିକ ପ୍ରବନ୍ଧ, ଯାହାର ଶୀର୍ଷକ ହେଉଛି ସାବିତ୍ରୀରେ ପ୍ରକାଶିତ ମାନୁଷୀ ଆସ୍ପୃହା, ତାକୁ ଆମେ ଶୁଣିବା। ଶ୍ରୀ ଅରବିନ୍ଦ ଓ ନୂତନ ପୃଥିବୀ ପୁସ୍ତକ ସଂକଳନସ୍ଥ ତାଙ୍କର ଏହି ପ୍ରବନ୍ଧ ସାବିତ୍ରୀକୁ ନେଇ ମହାଯୋଗୀ ଶ୍ରୀ ଅରବିନ୍ଦଙ୍କ ଦର୍ଶନକୁ ଅତି ଚମତ୍କାର ଭାବରେ ଉପସ୍ଥାପିତ କରିଛି। ଏ ଯୁଗର ଶ୍ରେଷ୍ଠ ଯୋଗୀ ଋଷି ଶ୍ରୀ ଅରବିନ୍ଦ ତାଙ୍କର ଦର୍ଶନ ଓ ସିଦ୍ଧାନ୍ତକୁ କେବଳ ଲାଇଫ୍ ଡିଭାଇନ୍ ଓ ସିନ୍ଥେସିସ୍ ଅଫ୍ ୟୋଗା ପ୍ରଭୃତି ଗ୍ରନ୍ଥରେ ପ୍ରକାଶ କରିନାହାନ୍ତି, ବରଂ ସେ ସମସ୍ତ ଗଭୀର ତତ୍ତ୍ୱକୁ କବିତା ମାଧ୍ୟମରେ ମଧ୍ୟ ଅଭିବ୍ୟକ୍ତ କରିଛନ୍ତି। ଶ୍ରୀ ଅରବିନ୍ଦ ହିଁ ଇଂରାଜୀ ଭାଷାରେ ରଚନା କରିଛନ୍ତି ସର୍ବବୃହତ୍ ମହାକାବ୍ୟ ସାବିତ୍ରୀ। ଆଜି ପର୍ଯ୍ୟନ୍ତ ବିଶ୍ୱ ପରିକଳ୍ପନା ସମ୍ବନ୍ଧରେ ଓ ମଣିଷ ମନକୁ ପୂର୍ଣ୍ଣ ବ୍ରହ୍ମଙ୍କ ଦିଗରେ ଉନ୍ମୁଖ କରିବାରେ, ମଣିଷ ଜୀବନର ରହସ୍ୟକୁ ଉଦ୍ଘାଟନ କରିବାରେ ଯେତେ କାବ୍ୟ ରଚିତ ହୋଇଛି, ତନ୍ମଧ୍ୟରେ ସାବିତ୍ରୀ ହିଁ ହେଉଛି ସବୁଠାରୁ ଅଧିକ ବୋଧିସମ୍ପନ୍ନ, ପୂର୍ଣ୍ଣାଙ୍ଗ, ରୁଚିପୂର୍ଣ୍ଣ ଓ ଶକ୍ତିଶାଳୀ ରଚନା। ମହାକାବ୍ୟ ରଚନାରେ ଏକମୁଖୀ ଚେତନା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବଜାୟ ରଖିବା କଠିନ ହେଲେ ମଧ୍ୟ ସାବିତ୍ରୀ ମହାକାବ୍ୟର ପ୍ରତିଟି ପଂକ୍ତି ଓ ଶବ୍ଦ ପଛରେ ରହିଛି ଶ୍ରୀ ଅରବିନ୍ଦଙ୍କର ଯୋଗୀ ଦୃଷ୍ଟି। ଏହି ମହାକାବ୍ୟର କଥାବସ୍ତୁ ସହସ୍ର ବର୍ଷର ପୁରାତନ ପୌରାଣିକ ଉପାଖ୍ୟାନ ବ୍ୟାସକୃତ ମହାଭାରତରେ ଉଲ୍ଲିଖିତ ସାବିତ୍ରୀ ସତ୍ୟବାନ ପ୍ରସଙ୍ଗ ଉପରେ ଆଧାରିତ ହୋଇଛି। ଏହି ଅତି ପରିଚିତ ପୌରାଣିକ ଉପାଖ୍ୟାନଟି ହେଉଛି, ମଦ୍ର ଦେଶରେ ଥିଲେ ଜଣେ ମହାନ ରାଜା। ତାଙ୍କର ନାମ ଥିଲା ଅଶ୍ୱପତି। ସେ ଥିଲେ ଖୁବ୍ ଧାର୍ମିକ, ବୁଦ୍ଧିମାନ, ଧର୍ମପରାୟଣ, ସତ୍ୟସନ୍ଧ, ଜିତେନ୍ଦ୍ରିୟ, ମହାଦାନୀ, ପ୍ରଜାବତ୍ସଳ ନରପତି। କିନ୍ତୁ ସେ ଥିଲେ ନିଃସନ୍ତାନ। ସନ୍ତାନ ପ୍ରାପ୍ତି ଆଶାରେ ସେ ତୀବ୍ର ବ୍ରହ୍ମଚର୍ଯ୍ୟ ପାଳନ ପୂର୍ବକ ଏକ ମହାନ ଯଜ୍ଞ ଅନୁଷ୍ଠାନ କଲେ। ପ୍ରତିଦିନ ରାଜା ବ୍ରତ ପାଳନ କରି 1,00,000 ଥର ସାବିତ୍ରୀ ମହାମନ୍ତ୍ର ଜପ କରନ୍ତି ଓ ଯଜ୍ଞରେ 1,00,000 ଆହୁତି ପ୍ରଦାନ କରନ୍ତି। ଏହି ଭାବରେ ସେ 18 ବର୍ଷ କାଳ ଯଜ୍ଞ ଅନୁଷ୍ଠାନ କଲେ ଏବଂ ପରିଶେଷରେ ବିଶ୍ୱଜନନୀ ସାବିତ୍ରୀଙ୍କ ଆଶୀର୍ବାଦରେ କନ୍ୟା ସନ୍ତାନଟିଏ ଲାଭ କରିଥିଲେ। କନ୍ୟାଟିର ନାମକରଣ ମଧ୍ୟ କରାଯାଇଥିଲା ସାବିତ୍ରୀ। ବୟୋବୃଦ୍ଧି ସଙ୍ଗେ ଏହି କନ୍ୟାଠାରେ ପୂର୍ଣ୍ଣ ପ୍ରକାଶିତ ହେଲା ଦିବ୍ୟ ସୌନ୍ଦର୍ଯ୍ୟ, ଜ୍ଞାନ ଓ ପ୍ରଜ୍ଞା। ଏହି ଜ୍ୟୋତିର୍ମୟୀ କନ୍ୟା ପିତାମାତାଙ୍କ ନିର୍ଦ୍ଦେଶରେ ନିଜର ଉପଯୁକ୍ତ ବର ଅନ୍ୱେଷଣ କରିବାକୁ ଯାଇ ନିଜ ରାଜ୍ୟରୁ ବହିଷ୍କୃତ ହୋଇ ଅରଣ୍ୟବାସ କରୁଥିବା ସାଲ୍ୱ ଦେଶର ଅନ୍ଧ ନରପତି ଦ୍ୟୁମତ ସେନଙ୍କର ତରୁଣ ପୁତ୍ର ସତ୍ୟବାନଙ୍କୁ ହିଁ ନିଜର ପତି ରୂପେ ନିର୍ବାଚନ କଲେ ଓ ଏହି ସମ୍ବାଦ ପିତାମାତାଙ୍କୁ ଜଣାଇଦେଲେ। ସେତେବେଳେ ସେଠାରେ ଉପସ୍ଥିତ ଥିଲେ ଦେବର୍ଷି ନାରଦ।
ସତ୍ୟବାନଙ୍କ ସମ୍ପର୍କରେ ସେ କହିଲେ, ମୁଁ ଜାଣେ ଯୁବକ ସତ୍ୟବାନ ସୂର୍ଯ୍ୟଙ୍କ ସମ ତେଜସ୍ୱୀ, ବୃହସ୍ପତିଙ୍କ ସମ ଧୀମାନ, ଇନ୍ଦ୍ରଙ୍କ ସମ ସୌନ୍ଦର୍ଯ୍ୟ ସମ୍ପନ୍ନ ଓ ପୃଥିବୀ ପରି ସର୍ବଂସହା ଓ କ୍ଷମାଶୀଳ ଅଟନ୍ତି। କିନ୍ତୁ ଦୁଃଖ ଓ ଦୁର୍ଭାଗ୍ୟ ବିଷୟ ଏହି ଯେ ଆଜିଠାରୁ 1 ବର୍ଷ ଯେଉଁ ଦିନ ପୂର୍ଣ୍ଣ ହେବ, ସେହି ଦିନ ସେ ମୃତ୍ୟୁ ଦ୍ୱାରା କବଳିତ ହେବେ। ଏହି ଦୁଃଖଦ ଭବିଷ୍ୟବାଣୀ ଶ୍ରବଣ କରି ରାଜା ଅଶ୍ୱପତି ଓ ରାଣୀ ମାଳବୀ କନ୍ୟା ସାବିତ୍ରୀଙ୍କୁ ନିଜର ନିଷ୍ପତ୍ତି ପରିବର୍ତ୍ତନ ପାଇଁ ପ୍ରବର୍ତ୍ତାଇଲେ। କିନ୍ତୁ ସାବିତ୍ରୀ ନିଜର ସିଦ୍ଧାନ୍ତରେ ଅଟଳ ରହିଲେ। ସାବିତ୍ରୀ ଓ ସତ୍ୟବାନଙ୍କର ବିବାହ ଅନୁଷ୍ଠିତ ହୋଇଗଲା। ସାବିତ୍ରୀ ମହାର୍ଘ ବସନ ଭୂଷଣ ତ୍ୟାଗ କରି ତପସ୍ୱିନୀ ସଦୃଶ ଅରଣ୍ୟରେ ତାଙ୍କର ଦାମ୍ପତ୍ୟ ଜୀବନ ଆରମ୍ଭ କଲେ। ତାଙ୍କ ମନରେ ସଦା ଜାଗରୁକ ଥିଲା ଦେବର୍ଷି ନାରଦଙ୍କର ଭବିଷ୍ୟବାଣୀ। ସେହି କାଳ ଦିବସ ଉପଗତ ହେଲା। ସାବିତ୍ରୀ ପତିଙ୍କ ସହିତ ସେଦିନ ବନକୁ ଗଲେ। ସତ୍ୟବାନ ସେଦିନ ବୃକ୍ଷରେ ଚଢ଼ି ଡାଳ ହାଣୁଥିବା ଅବସ୍ଥାରେ ଖୁବ୍ ଦୁର୍ବଳ ଅନୁଭବ କଲେ। ସେ ବୃକ୍ଷରୁ ଅବତରଣ କରି ସାବିତ୍ରୀଙ୍କ କୋଳରେ ମଥା ରଖିଥିବା ଅବସ୍ଥାରେ ନିଶ୍ଚଳ ହୋଇଗଲେ। ମୁହୂର୍ତ୍ତ କେତୋଟି ଭିତରେ ଆବିର୍ଭାବ ଘଟିଲା ଯମଦେବଙ୍କର। ସତ୍ୟବାନଙ୍କର ଅଙ୍ଗୁଷ୍ଠି ପରିମିତି ପ୍ରାଣ ପୁରୁଷଙ୍କୁ ପାଶବଦ୍ଧ କରି ସେ ଦକ୍ଷିଣ ଦିଗ ଅଭିମୁଖରେ ପ୍ରସ୍ଥାନ କଲେ। ଯୋଗସିଦ୍ଧା ସାବିତ୍ରୀ ଯମଦେବତାଙ୍କର ପଶ୍ଚାତ୍ ଅନୁସରଣ କରି ନିଜର ପ୍ରଜ୍ଞା, ତପସ୍ୟା ଓ ବୁଦ୍ଧିମତ୍ତା ବଳରେ ନିଜର ସ୍ୱାମୀଙ୍କୁ ମୃତ୍ୟୁମୁଖରୁ ଫେରାଇ ଆଣିଥିଲେ। ଏହି ଉପାଖ୍ୟାନଟିରେ ଏକନିଷ୍ଠ ଦିବ୍ୟ ପ୍ରେମର ଶକ୍ତି ଉପରେ ଗୁରୁତ୍ୱ ପ୍ରଦାନ କରାଯାଉଥିବା ବେଳେ ଶ୍ରୀ ଅରବିନ୍ଦ ଏହି ଉପାଖ୍ୟାନଟିରେ ଆହୁରି ଅନେକ କିଛି ଲକ୍ଷ୍ୟ କରିପାରିଥିଲେ। ଏହାର ମୁଖ୍ୟ ଚରିତ୍ରମାନଙ୍କର ନାମଗୁଡ଼ିକ ତାଙ୍କୁ ଅନେକ ଗଭୀର ରହସ୍ୟର ସୂତ୍ର ଧରାଇ ଦେଇଥିଲା। ସଂସ୍କୃତ ଭାଷାରେ ଅଶ୍ୱପତି ଶବ୍ଦର ଅର୍ଥ ହେଉଛି ତେଜ ଶକ୍ତିର ପ୍ରଭୁ। ଅଶ୍ୱ ହେଉଛି ତେଜ ଶକ୍ତି। ପତି ଅର୍ଥ ପ୍ରଭୁ, ଅର୍ଥାତ୍ ଜଣେ ଯିଏକି ପ୍ରାଣଶକ୍ତି ଉପରେ ପ୍ରଭୁତ୍ୱ ବିସ୍ତାର କରିପାରିଛି, ଯିଏ ଆଧ୍ୟାତ୍ମିକ ଶକ୍ତିକୁ ନିୟନ୍ତ୍ରଣ କରିପାରିଛି। ସେହି କେବଳ ଦିବ୍ୟ କୃପା ଗ୍ରହଣ ଓ ଧାରଣ କରିବା ପାଇଁ ସମର୍ଥ। ସତ୍ୟବାନ ଯେ ସତ୍ୟକୁ ବହନ କରେ, ସେ ସେହି ମାନବ ସତ୍ତା ଯେ ତାଙ୍କ ଅନ୍ତରରେ ସତ୍ୟାତ୍ମାକୁ ବହନ କରି ଅଜ୍ଞାନତା ଭରା ମୃତ୍ୟୁପୁରୀକୁ ପ୍ରବେଶ କରିଛନ୍ତି। ତାଙ୍କର ସେହି ଦୃଷ୍ଟିହୀନ ପିତାଙ୍କର ନାମ ଦ୍ୟୁମତ ସେନ, ଯାହାର ଅର୍ଥ ଦୀପ୍ତିମାନ ସେନାଧ୍ୟକ୍ଷ। ସେ ଦିବ୍ୟ ମାନସର ପ୍ରତିନିଧି, ଯିଏ ନିଜର ଆଲୋକିତ ସ୍ୱର୍ଗ ରାଜ୍ୟ ହରାଇ ଦୃଷ୍ଟିହୀନ ଅଜ୍ଞାନ ଅସତ୍ୟର ରାଜ୍ୟକୁ ନିର୍ବାସିତ ହୋଇଛନ୍ତି। ସର୍ବୋପରି ସାବିତ୍ରୀ, ଯାହା ସବିତୃ ଶବ୍ଦରୁ ଉଦ୍ଧୃତ, ସେ ସତ୍ୟର ସୂର୍ଯ୍ୟ ଏବଂ ସେ ହେଉଛନ୍ତି ସେହି ଦିବ୍ୟ କୃପା ଯିଏ ମଣିଷକୁ ମୃତ୍ୟୁରୁ ମୁକ୍ତ କରି ଅମୃତ ଲାଭ ପାଇଁ ସମର୍ଥ କରି ତୋଳନ୍ତି। ଶ୍ରୋତାବନ୍ଧୁ, ମହାନ ମହର୍ଷି ଶ୍ରୀ ଅରବିନ୍ଦ ସାବିତ୍ରୀ ମହାକାବ୍ୟକୁ ଅତି ଦାର୍ଶନିକ ଢଙ୍ଗରେ ଅନୁଶୀଳନ କରିଛନ୍ତି ଏବଂ ଆମେ ଯେତେବେଳେ ସାବିତ୍ରୀ କଥା ଶୁଣୁଛେ, ଆମ ଚିନ୍ତା ଚେତନା ଅନ୍ୟ ଏକ ଦିଗରେ ପ୍ରଧାବିତ ହେବାକୁ ବାଧ୍ୟ, କାରଣ ଆମେ ଏତେ ନିଗୂଢ଼ ତତ୍ତ୍ୱକୁ ବୁଝି ନଥିଲେ। ଶ୍ରୀ ଅରବିନ୍ଦଙ୍କ ରଚିତ ସାବିତ୍ରୀ ମହାକାବ୍ୟ ପ୍ରଥମ ଭାଗରେ ଆରମ୍ଭ ହୋଇଛି ଅଶ୍ୱପତିଙ୍କର ଚେତନାର ଅଭିଯାତ୍ରା। ସେ ଜାଣିବାକୁ ଚାହିଁଛନ୍ତି ଗୁପ୍ତ ଜ୍ଞାନର ରହସ୍ୟ। ସେ ଜାଣିବାକୁ ଚାହିଁଛନ୍ତି ଭାଗବତ ସତ୍ତାର ମାଟି ଧୂଳିକୁ ଅବତରଣ ଓ ମାଟିର ପୁଣି ଭାଗବତ ସତ୍ତା ଲାଭର ଆସ୍ପୃହା। ଆତ୍ମାର ଏକ ପରିପୂର୍ଣ୍ଣ ଆଧ୍ୟାତ୍ମ ରୂପାନ୍ତର ଧାରା। କ୍ରମେ ବୁଝିପାରିଲେ ଯେ ଏହି ବିଶ୍ୱର ବିବର୍ତ୍ତନ ଯେଉଁ ଯେଉଁ ମାର୍ଗରେ ଗତି କରୁଛି, ତାହା ବାଲ୍ୟ ଦୃଷ୍ଟିରେ ଅଜ୍ଞାନର ଏକ ଉଦ୍ଦେଶ୍ୟହୀନ ନିରର୍ଥକ ଖେଳ ବୋଲି ମନେ ହେଲେ ହେଁ ପ୍ରକାଶରେ ତାହା ଏକ ଗୁପ୍ତ ସୃଷ୍ଟି କୌଶଳ ଦ୍ୱାରା ନିୟନ୍ତ୍ରିତ ହେଉଛି। ସେ କ୍ରମେ ହୋଇ ଉଠିଲେ ଦିବ୍ୟ ସ୍ରଷ୍ଟା। ସେ ବୋଧ କଲେ ସେ ସ୍ୱୟଂ ଅନନ୍ତ ଲୋକରୁ ଏଠାକୁ ଆସିଛନ୍ତି କାଳର ଜଣେ ଜ୍ୟୋତିର୍ମୟ ଅତିଥି ଭାବରେ। ସାବିତ୍ରୀଙ୍କର ଜନ୍ମ, ଅଭିବୃଦ୍ଧି ଓ ବିବାହ, ସତ୍ୟବାନଙ୍କର ଆତ୍ମାକୁ ଅନୁସରଣ କରାଯାଇଥିବା ସାବିତ୍ରୀଙ୍କର ବିଭିନ୍ନ ଲୋକରେ ପ୍ରବେଶ ଓ ଅଭିଜ୍ଞତା, ଚେତନାର ସ୍ତର ପରେ ସ୍ତର ଅତିକ୍ରମ କରିବା, ମୃତ୍ୟୁକୁ ନେଇ ତର୍କ, ମୃତ୍ୟୁର ପରାଜୟ, ଜ୍ୟୋତିର୍ମୟ ବିଶ୍ୱଦେବଙ୍କ ଆବିର୍ଭାବ ଓ ସାବିତ୍ରୀଙ୍କୁ ସେହି ନିତ୍ୟ ଆନନ୍ଦ ଲୋକରେ ରହିଯିବା ପାଇଁ ଆହ୍ୱାନ କରାଯାଇଛି। ସାବିତ୍ରୀ ବିନୀତ ଭାବରେ ତାହା ପ୍ରତ୍ୟାଖ୍ୟାନ କରିଛନ୍ତି, କାରଣ ନିତ୍ୟ ସୁଖମୟ ଜଗତ ଲାଗି ସେ ତାଙ୍କର ପ୍ରିୟତମ ପୃଥିବୀକୁ ଓ ତାର କୋଟି କୋଟି ଆର୍ତ୍ତ ନରନାରୀଙ୍କୁ ବଳି ଦେଇ ପାରିବେ ନାହିଁ।
ତାଙ୍କର ସେ ପ୍ରାର୍ଥନାରେ ସନ୍ତୁଷ୍ଟ ବିଶ୍ୱଦେବ ତାଙ୍କର କାଳାତୀତ ସଂକଳ୍ପକୁ ସାବିତ୍ରୀଙ୍କ ମାଧ୍ୟମରେ କ୍ରିୟାଶୀଳ କରିବା ପାଇଁ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି। ଏହି ମହାକାବ୍ୟ ଆରମ୍ଭ ହୋଇଛି ପ୍ରତୀକ ଉଷାରେ ଏବଂ ଶେଷ ହୋଇଛି ଏକ ବୃହତ୍ତର ଉଷାର ପ୍ରତିଶ୍ରୁତିରେ। କାରଣ କୌଣସି ରାତ୍ରି ଶେଷ କଥା ନୁହେଁ, ରାତ୍ରିର ଗର୍ଭରେ ହିଁ ନୂତନ ଏକ ଉଷାର ଲାଳନ ପାଳନ ହେଉଥାଏ। ଆତ୍ମାର ଜାଗରଣ ଓ ଆଲୋକ ଯାତ୍ରାର କାହାଣୀ କବିର କଳ୍ପନା, ଯୋଗୀର ସାଧନା ଓ ଋଷିର ଅନୁଭବ ଭିତରେ ଶବ୍ଦାଙ୍କିତ କରାଯାଇଛି ସାବିତ୍ରୀ ମହାକାବ୍ୟରେ। ଉକ୍ତ କାବ୍ୟରେ ମନୁଷ୍ୟର ଆସ୍ପୃହା କିପରି ପ୍ରକାଶ ପାଇଛି ତାହା ହିଁ ମୁଖ୍ୟ କଥା। ପୂର୍ଣ୍ଣ ଯୋଗ ସାଧନାରେ ତିନୋଟି ପ୍ରମୁଖ ପାଥେୟ ରହିଛି। ସେଟା ହେଉଛି ଆସ୍ପୃହା, ସମର୍ପଣ ଓ ପ୍ରତ୍ୟାଖ୍ୟାନ। ତନ୍ମଧ୍ୟରୁ ଆସ୍ପୃହାକୁ ଶ୍ରେଷ୍ଠ ଭାବରେ ଗ୍ରହଣ କରାଯାଇଥାଏ, କାରଣ ଆସ୍ପୃହାର ବହ୍ନି ଦୀପ୍ତି ଚେତନାର ସବୁ ବାଧା ଓ ପ୍ରତିବନ୍ଧକକୁ ଦଗ୍ଧୀଭୂତ କରି ନିଃଶେଷ କରିଦେଇପାରେ। ତେଣିକି ପ୍ରତ୍ୟାଖ୍ୟାନ ହୁଏ ସ୍ୱତଃ ଓ ସମର୍ପଣ ହୁଏ ସହଜ। ଶ୍ରୀମା ବିଭିନ୍ନ ପ୍ରସଙ୍ଗରେ କହିଛନ୍ତି, ଆମ ଭିତରେ ଆସ୍ପୃହା ହେଉଛି ଭଗବାନଙ୍କ ଦାନ। ତାହା ହେଉଛି ଭଗବାନଙ୍କ ନିଜ ଉଦ୍ଦେଶ୍ୟରେ ନିଜର ଆସ୍ପୃହା। ଏହାକୁ ସ୍ପଷ୍ଟ ଭାବରେ ବ୍ୟାଖ୍ୟା କରିବାକୁ ଯାଇ ମା କୁହନ୍ତି, ନିଶ୍ଚେତନାର ଅନ୍ତଃସାୟୀ ଭଗବାନ ପରାଚେତନାର ମର୍ମବାସୀ ଭଗବାନଙ୍କ ଉଦ୍ଦେଶ୍ୟରେ ଆସ୍ପୃହା କରିଚାଲିଛନ୍ତି। ଅର୍ଥାତ୍ ଭଗବାନଙ୍କ ଏହି ଆସ୍ପୃହାକୁ ବାଦ୍ ଦେଲେ ମଣିଷ ଭିତରେ ଆସ୍ପୃହା ସୃଷ୍ଟି ହୁଅନ୍ତା ନାହିଁ। ନିଶ୍ଚେତନାର ହୃଦ କନ୍ଦରରେ ଦିବ୍ୟ ଚେତନା ଅଛି ବୋଲି ହିଁ ତୁମେ କୌଣସି ନା କୌଣସି ଭାବରେ ଆସ୍ପୃହାଶୀଳ ହୋଇ ଉଠିଛ। ଏଥିପାଇଁ କୁହାଯାଇଛି ଯେ ଇଏ ତୁମେ ନୁହେଁ, ଯିଏ ଆସ୍ପୃହା କରିଚାଲିଛି ସେ ହେଲେ ଭଗବାନ। ଇଏ ତୁମେ ନୁହେଁ, ଯିଏ ହୋଇ ଉଠିଛି ପ୍ରଗତିଶୀଳ, ଏ ପ୍ରଗତି ଭଗବାନଙ୍କର। ଇଏ ଶକ୍ତି ନୁହେଁ, ଇଏ ତୁମେ ନୁହେଁ, ଯିଏକି ସଚେତନ ହୋଇ ଉଠିଛି, ଏହା ମୂଳରେ ରହିଛନ୍ତି ଭଗବାନ। ଶ୍ରୋତାବନ୍ଧୁ, ମୋର ଏଠି ସ୍ୱାମୀ ଚିଦାନନ୍ଦ ସରସ୍ୱତୀଙ୍କର ଗୋଟେ ପଦ ମନେ ପଡ଼େ, ଯୋଉଠି ସେ କହିଛନ୍ତି, ଇଚ୍ଛା ଶକ୍ତି, କ୍ରିୟା ଶକ୍ତି, ଜ୍ଞାନ ଶକ୍ତି, ଆତ୍ମଶକ୍ତି ପାହି ମାମ୍। ଅର୍ଥାତ୍ ଇଚ୍ଛା ହିଁ ଗୋଟେ ଆସ୍ପୃହା, ଯୋଉ ଏଇଠି ଆମେ ଆଲୋଚନା କରୁଥିଲେ, ଆସ୍ପୃହା ଭଲ ଇଚ୍ଛା, ତେଣୁ ମହତ୍ ଇଚ୍ଛା, ଯୋଉ ଯାହା ଆମକୁ ଦିବ୍ୟ ଚେତନା ଆଡ଼କୁ ପ୍ରଭାବିତ କରାଇବାରେ ସହାୟକ ହୁଏ। ତେଣୁ ଇଚ୍ଛା ଗୋଟେ ଶକ୍ତି, ତାଙ୍କୁ ପ୍ରଣାମ କରିବା କଥା। ସେଥିରୁ ହିଁ ଆମେ କ୍ରିୟା କରିବାର, ଯୋଉ ସୁନ୍ଦର କର୍ମ କରିବାର, ମହତ୍ତର କର୍ମ କରିବାର ଯୋଉ ଆସ୍ପୃହା ଆମ ଭିତରେ ସୃଷ୍ଟି ହୁଏ, ସେ ମଧ୍ୟ ନମସ୍ୟ। କ୍ରିୟାରୁ ଜ୍ଞାନ ବଢ଼େ ଏବଂ ଜ୍ଞାନରୁ ଆତ୍ମଶକ୍ତି ଲାଭ ହୁଏ। ଆସ୍ପୃହା ମୂଳତଃ ହେଲା ଊର୍ଦ୍ଧ୍ୱ ପ୍ରୀତି, ଦିବ୍ୟ ପ୍ରେମ, ପ୍ରଗତି ଓ ଆଲୋକ ପ୍ରତି ଆତ୍ମାର ଆକୁଳତା। ଆସ୍ପୃହା ମଧ୍ୟରେ ତୀବ୍ରତା ଅଛି, ଉଚ୍ଛଳତା ନାହିଁ। ଚାହିଁବା ରହିଛି, କିନ୍ତୁ ତାହା ଭଗବତ୍ ଇଚ୍ଛା ସହିତ ସର୍ବଦା ସଙ୍ଗତି ରକ୍ଷା କରିଥାଏ। ଏଥିରେ ଅଭିଳାଷ ଥାଏ, କିନ୍ତୁ ତାହା ପୂରଣ ନ ହୋଇପାରିଲେ ମନରେ ବିଦ୍ରୋହ ସୃଷ୍ଟି ହୁଏ ନାହିଁ ବା କୌଣସି ବିରୋଧୀ ଭାବନା ଅନ୍ତରରେ ସଞ୍ଜାତ ହୁଏ ନାହିଁ। ଚାହିଁବାରେ ହିଁ ତାର ସନ୍ତୋଷ, ତାର ପାଇବା ବା ନ ପାଇବାର ଭାର ସେ ଈଶ୍ୱରଙ୍କ ଉପରେ ଛାଡ଼ିଦିଏ। ଖୁବ୍ ସୁନ୍ଦର କଥା ଏଠି ଆଲୋଚନା କରାଯାଇଛି। କିନ୍ତୁ ପ୍ରକୃତ ସାଧକ ଏ କଥା ମଧ୍ୟ ବିଶ୍ୱାସ କରେ, ଯେଉଁଠାରେ ଶୁଦ୍ଧ ଆସ୍ପୃହାର ଅନିର୍ବାଣ ଶିଖା ପ୍ରଜ୍ୱଳିତ ହୋଇଥାଏ, ସେଠାରେ କୃପା ଶକ୍ତିର ନିଶ୍ଚିତ ଅବତରଣ ଘଟେ। ସେଥିପାଇଁ ଠାକୁର ରାମକୃଷ୍ଣ କହିଥିଲେ, ডাক আরে মন ডাক রে মত কেমন শ্যামା থাকতে পারে। ଶ୍ରୀମା କହୁଛନ୍ତି, କେବଳ ମାତ୍ର ଏକନିଷ୍ଠ ଓ ଐକାନ୍ତିକ ଆସ୍ପୃହାର ସହାୟତାରେ ତୁମେ ତୁମ ଭିତରେ ଥିବା ଏକ ଅବରୁଦ୍ଧ ଦ୍ୱାର ସ୍ୱଚ୍ଛନ୍ଦରେ ଖୋଲି ଧରିପାରିବ ଏବଂ ସାକ୍ଷାତ କରିପାରିବ ସେଇ ପରମ ସତ୍ତା ଓ ସତ୍ୟର, ଯାହା ତୁମ ଜୀବନର ସମଗ୍ର ଅର୍ଥକୁ ଓଲଟ ପାଲଟ କରିଦେବ, ଯିଏକି ତୁମର ସମସ୍ତ ପ୍ରଶ୍ନର ସ୍ପଷ୍ଟ ଉତ୍ତର ଦେବେ, ତୁମର ସକଳ ସମସ୍ୟାର ସମାଧାନ ଆଣିଦେବେ ଏବଂ ତୁମକୁ ପହଞ୍ଚାଇ ଦେବେ ସେଇ ପରମ ସିଦ୍ଧିର କ୍ଷେତ୍ରରେ, ଯାହା ତୁମକୁ ଦେବ ପରମ ତୃପ୍ତି ଓ ସ୍ଥାୟୀ ଆନନ୍ଦର ପ୍ରସାଦ। ସହସ୍ରାଧିକ ବର୍ଷ ଭିତରେ ମଣିଷର ପ୍ରାଣିକ, ମାନସିକ ଓ ବୌଦ୍ଧିକତାର ଚରମ ବିକାଶ ଘଟି ସାରିଛି। ତଥାପି ମଣିଷର ମୌଳିକ ଦୁଃଖ, ଯନ୍ତ୍ରଣା, ଜରା ଓ ମୃତ୍ୟୁରେ ପରିବର୍ତ୍ତନ ଆସିନି, କିମ୍ବା ଜ୍ଞାନ ବିଜ୍ଞାନର ବିପୁଳ ବିକାଶ ସାଧନ ସତ୍ତ୍ୱେ ସେ ନିଜକୁ ପୂର୍ଣ୍ଣତଃ ଆବିଷ୍କାର କରିପାରିନି। ଶ୍ରୀ ଅରବିନ୍ଦ କହନ୍ତି ଯେ, ଏହି ମଣିଷ ଦିନେ ଯେପରି ପ୍ରାଣୀମାନଙ୍କର ସୀମାକୁ ଅତିକ୍ରମ କରି ଆସିଛି, ସେହିପରି ସେ ନିଜର ବୌଦ୍ଧିକ ମାନବୀୟ ସୀମାକୁ ମଧ୍ୟ ଅତିକ୍ରମ କରିବ।
ମଣିଷ କେବଳ ଏକ ବୁଦ୍ଧିମାନ ମନୋମୟ ପ୍ରାଣୀ ନୁହେଁ, ମଣିଷର ଏକ ବିକାଶଶୀଳ ଅଭିପ୍ସା ପରାୟଣ ଅନ୍ତଃସତ୍ତା ବା ଚୈତ୍ୟ ସତ୍ତା ଅଛି। ଏହି ଚୈତ୍ୟ ସତ୍ତା ହେଉଛି ମଣିଷ ଭିତରେ ଥିବା ଆତ୍ମାର କ୍ରିୟାତ୍ମିକା ଅଙ୍ଗ ଏବଂ ତାର ପ୍ରକୃତିର ନିୟାମକ। ଏହି ଚୈତ୍ୟ ସତ୍ତା ହିଁ ମଣିଷକୁ ସେହି ପରମ ସତ୍ୟ, ପରମ ଶିବ ଓ ପରମ ମଙ୍ଗଳମୟ ପରମେଶ୍ୱରଙ୍କ ପୂର୍ଣ୍ଣ ଉପଲବ୍ଧି ପର୍ଯ୍ୟନ୍ତ ନେଇଯିବ। ମୂଳ ସଂସ୍କୃତ ମହାଭାରତରେ ବର୍ଣ୍ଣନା ଅଛି, ରାଜା ଅଶ୍ୱପତିଙ୍କର ତପସ୍ୟାରେ ସନ୍ତୁଷ୍ଟ ହୋଇ ଦେବୀ ସାବିତ୍ରୀ ତାଙ୍କୁ ଏକ କନ୍ୟା ସନ୍ତାନ ପ୍ରାପ୍ତିର ବରଦାନ କରିଥିଲେ ଏବଂ ସେ କନ୍ୟା ଦେବୀ ସାବିତ୍ରୀଙ୍କ ଅଂଶରୁ ଜନ୍ମ ନେଇଥିବାରୁ ପୃଥିବୀରେ ଅସମ୍ଭବ କୀର୍ତ୍ତି ସ୍ଥାପନ କରିବ। ସାବିତ୍ରୀ ମହାକାବ୍ୟରେ ଶ୍ରୀ ଅରବିନ୍ଦ କିନ୍ତୁ ଅଶ୍ୱପତିଙ୍କ ପ୍ରସଙ୍ଗ ଉଲ୍ଲେଖ କରିବାକୁ ଯାଇ ଅଶ୍ୱପତିଙ୍କ ତପସ୍ୟା ବା ଯୋଗ ସାଧନାର ଅଭିନବତ୍ୱ, ତାର ସିଦ୍ଧି ସମ୍ବନ୍ଧେ ବିଶଦ ବିବରଣୀ ଦେଇଛନ୍ତି ଏବଂ ସାବିତ୍ରୀଙ୍କର ଜନ୍ମ ଏକ ଆକସ୍ମିକ ବ୍ୟାପାର ନୁହେଁ ଅଥବା ଅଶ୍ୱପତିଙ୍କର ବ୍ୟକ୍ତିଗତ ତପସ୍ୟାର ଫଳ ମାତ୍ର ନୁହେଁ। ସାରା ପୃଥିବୀ ଆକାଂକ୍ଷା କରିଥିଲା ତାଙ୍କୁ, ତେଣୁ ସେ ଏ ମର୍ତ୍ତ୍ୟରେ ଜନ୍ମ ନେବାକୁ ବାଧ୍ୟ ହେଲେ। ଅଶ୍ୱପତି ହେଲେ ସେହି ମାନବ ଜାତିର ପ୍ରତିନିଧି ମାତ୍ର। ସେ ଥିଲେ ଜଣେ ଯୋଗୀ ଓ ଦିବ୍ୟ ସତ୍ୟର ଅନୁସନ୍ଧିତ୍ସୁ ରାଜର୍ଷି। ସେହି ଅନୁସନ୍ଧିତ୍ସା ତାଙ୍କୁ ଯୋଗ ସାଧନାରେ ପ୍ରବର୍ତ୍ତାଇଥିଲା। ତା ଫଳରେ ଆଧ୍ୟାତ୍ମ ଚେତନାର ବହୁ ସ୍ତର ସେ ପାରି ହୋଇ, ଅର୍ଥାତ୍ ମାନସିକ ସ୍ତରରୁ ବହୁ ମଧ୍ୟବର୍ତ୍ତୀ ସ୍ତର ଉପସ୍ତର ମାନ ଉତ୍ତୀର୍ଣ୍ଣ ହୋଇ ଶେଷରେ ପରମ ଦିବ୍ୟ ଜନନୀଙ୍କ ଚେତନା ସ୍ତରରେ ଉପନୀତ ହୋଇଥିଲେ। ଅଶ୍ୱପତିଙ୍କର ଅନ୍ତର୍ଦୃଷ୍ଟିରେ ପ୍ରତିଭାତ ହେଲା ବିଧାତାଙ୍କର ଊର୍ଦ୍ଧ୍ୱଭାଗରେ ସେହି ପରମା ମାତୃଶକ୍ତି ବିରାଜିତ ହୋଇ ପୃଥିବୀ ଉପରେ ଆନତ ହୋଇ ରହିଛନ୍ତି। ସେ ହିଁ ସକଳ ଦେବତା ଓ ଶକ୍ତି ସମୂହର ଜନନୀ। ଅଶ୍ୱପତିଙ୍କର ଦୃଢ଼ ପ୍ରତ୍ୟୟ ହେଲା ଯେ ଏହି ଦିବ୍ୟ ଶକ୍ତିଙ୍କ କରୁଣା ବଳରେ ଏ ପୃଥିବୀରେ ଦିବ୍ୟ ପରିପୂର୍ଣ୍ଣତା ସମ୍ଭବ ହେଇପାରିବ। ସମଗ୍ର ପ୍ରକୃତି ତାର ନୀରବତା ଭିତରେ କେବଳ ତାଙ୍କୁ ହିଁ ଆରାଧନା କରୁଥାଏ, ଆହ୍ୱାନ କରୁଥାଏ। ଫଳରେ ଦିନେ ନା ଦିନେ ନିଶ୍ଚୟ ଏହି ମର ପୃଥିବୀ ତାଙ୍କରି ପୂତ ମାଧୁର୍ଯ୍ୟର ନିବାସ ଭୂମି ହେବ, ଏଥିରେ ସନ୍ଦେହ ନାହିଁ। ଅଶ୍ୱପତିଙ୍କର ସମଗ୍ର ସତ୍ତା ଆନନ୍ଦ ରସରେ ପ୍ଳାବିତ ହୋଇଥିଲା। ତାଙ୍କର ହୃଦୟ ଏହି ବିଶ୍ୱ ମାତୃ ଶକ୍ତିକୁ ଚିରଦିନ ପାଇଁ ବରଣ କରି ନେଇଥିଲା। ସାରା ବିଶ୍ୱ ଲାଗି ଏହି ମୁହୂର୍ତ୍ତଟି ଥିଲା ଏକ ଅସାଧାରଣ ଅଭୂତପୂର୍ବ ମୁହୂର୍ତ୍ତ, କାରଣ ମଣିଷ ଜାତିର ପ୍ରତିନିଧି ସ୍ୱରୂପ ରାଜର୍ଷି ଅଶ୍ୱପତିଙ୍କର ଘୋର ତପସ୍ୟାର ଫଳ ଏହି ମୁହୂର୍ତ୍ତରେ ହିଁ ତାଙ୍କୁ ପ୍ରାପ୍ତ ହେଲା ଏବଂ ସାରା ମଣିଷ ଜାତିର ଭବିଷ୍ୟତ ପାଇଁ ମଧ୍ୟ ଏହା ଏକ ସାର୍ବଜନୀନ ସିଦ୍ଧି ଓ ସାଧନାର ବିଷୟ ହୋଇ ଅକ୍ଷର ହୋଇଗଲା। This was a seed cast into endless time. ସାବିତ୍ରୀ, ଯାହାକି ମହାନ ଦାର୍ଶନିକ ଶ୍ରୀ ଅରବିନ୍ଦ ଲେଖିଛନ୍ତି। ଅଶ୍ୱପତି ପ୍ରାର୍ଥନା କଲେ, ଏଇ ଦୁଃଖ ବେଦନାକ୍ଳିଷ୍ଟ ଜଗତର ଅନ୍ଧକାର ଭିତରେ ସେଇ ଦିବ୍ୟ ପ୍ରେମ ଅବତରଣ କରୁ। ଦିବ୍ୟ ଜନନୀଙ୍କର ଏହି ଭୂମି ଉପରେ ଅବତରଣ ଲାଗି ସେ ଏକାନ୍ତ ଭାବରେ ଅଭିପ୍ସା କରି ବସିଲେ। ତାଙ୍କର ବ୍ୟକ୍ତିଗତ ଆତ୍ମା ବିଶ୍ୱ ସହ ଏକାତ୍ମୀଭୂତ ହେଲା। ସେ ତ କେବଳ ନିଜ ପାଇଁ ମୁକ୍ତି ସ୍ୱର୍ଗ ଅଥବା ଏକ ସ୍ୱର୍ଗୀୟ ପ୍ରେମ ଭକ୍ତି ଜ୍ଞାନ ବା ଅଭୂତପୂର୍ବ କିଛି ଆଧ୍ୟାତ୍ମିକ ସିଦ୍ଧି ଚାହୁଁନଥିଲେ। ସେ ଥିଲେ ଆମର ଏହି ଦୁଃଖିନୀ ପୃଥିବୀର ପ୍ରେମମୟ ପିତା ସଦୃଶ। ସେ ଚାହୁଁଥିଲେ ଏପରି କିଛି ସିଦ୍ଧି ଏ ପୃଥିବୀ ଉପରକୁ ଉତାରି ଆଣିବେ ଆଉ ସଭିଙ୍କୁ ବାଣ୍ଟି ଦେବେ। ଅଶ୍ୱପତି ଅନ୍ୟର ଆନନ୍ଦକୁ ନିଜର ଆନନ୍ଦ ଭାବରେ ଅନୁଭବ କଲେ, ଅନ୍ୟର ଦୁଃଖକୁ ନିଜର ଦୁଃଖ ମନେ କଲେ। ତାଙ୍କର ବିଶ୍ୱଗତ ସହାନୁଭୂତି ସାଗର ପରି ଅସୀମ ହୋଇ ଚତୁର୍ଦିଗକୁ ପ୍ରସରିଗଲା। ଅଶ୍ୱପତି ତାଙ୍କର ଆତ୍ମଚେତନାରେ ରହି ସ୍ଥିର କଲେ ଯେ ଅନନ୍ତ କାଳ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ସେ ତପସ୍ୟା ଓ ଆରାଧନା କରିଚାଲିବେ, ଯେପର୍ଯ୍ୟନ୍ତ ପାର୍ଥିବ ପ୍ରକୃତିର ଦିବ୍ୟ ରୂପାନ୍ତର ନ ହୋଇପାରିଛି। ତାଙ୍କର ଏହି ପ୍ରଜ୍ୱଳନ୍ତ ପ୍ରତିଜ୍ଞାବଦ୍ଧ ଅଭିପ୍ସା ଅଜ୍ଞାନ ଦ୍ୱାରା ଆଚ୍ଛାଦିତ ଆମର ଏହି ପାର୍ଥିବ ପ୍ରକୃତିର ମର୍ମକୁ ବି ସ୍ପର୍ଶ କଲା। ସହସା ସେ ଦେଖିଲେ ଯେ ତାଙ୍କର ଆରାଧ୍ୟ ସେହି ପରାଶକ୍ତିମୟୀ ଦେବୀ ତାଙ୍କ ନିଜ ଅନ୍ତରରେ ବିରାଜମାନ କରୁଛନ୍ତି। ଦିବ୍ୟ ଅଗ୍ନିଶିଖା ଭଳି ଉଜ୍ଜ୍ୱଳ ତାଙ୍କର ମୁଖମଣ୍ଡଳ, ସାରା ଆକାଶରେ ତରଙ୍ଗାୟିତ ହୋଇ ଉଠୁଥାଏ ତାଙ୍କର ଆଲୁକାୟିତ କେଶରାଶି। ଦେବୀ ତପୋନିଷ୍ଠ ଏକାଗ୍ର ଚିତ୍ତ ଅଶ୍ୱପତିଙ୍କୁ ଉଦ୍ଦେଶ୍ୟ କରି କହିଲେ ଯେ ସ୍ୱୟଂ ଅଶ୍ୱପତି ଅଜ୍ଞାନ ଆଧାର ଭିତରେ ରହି କିପରି ବା ଏତେ ଊର୍ଦ୍ଧ୍ୱକୁ ଆକାଂକ୍ଷା କରୁଛନ୍ତି। ମଣିଷର ଦୟନୀୟ ସ୍ଥିତିକୁ ବର୍ଣ୍ଣନା କରି ଦେବୀ କହିଲେ ଯେ ମଣିଷ ପାଖରେ ପଥ ଦେଖାଇବା ପାଇଁ ନିର୍ଦ୍ଦିଷ୍ଟ ଏକ ଆଲୋକ ନାହିଁ। ଜୀବନ ତା ପାଇଁ ଏକ ଅନ୍ଧ
ପୁଟୁଳି ବନ୍ଧା ଲୁଚକାଳି ଖେଳ। ସେ ନିଜକୁ ଖୋଜୁଥାଏ ଅଥଚ ନିଜ ପାଖରୁ ହିଁ ଦୂରକୁ ପଳାଉଥାଏ। ନିଜକୁ ଦେଖିବା ବେଳେ ସେ ଭାବେ ସେ ଅନ୍ୟ କାହାକୁ ଦେଖୁଛି। ସେ ସବୁବେଳେ ଚାଲୁଥାଏ କିନ୍ତୁ କୋଉଠି ବି ପହଞ୍ଚେ ନାହିଁ। ଆତ୍ମା ତା ପାଇଁ ଯେଉଁ ଆଲୋକ ବହି ଆଣୁଥାଏ ତା ମନ ହିଁ ତାକୁ ଲିଭାଇ ଦେଉଥାଏ। ସୂର୍ଯ୍ୟ ମନେ ହୁଏ ତାକୁ ନିଜ ଜୀବନର ଛାୟା ପରି। ଦ୍ୱନ୍ଦ୍ୱ ଓ ଘୃଣା ରାଜ୍ୟରେ ପ୍ରେମର ପ୍ରତିଷ୍ଠା ପାଇଁ ସେ ବୃଥା ଚେଷ୍ଟା କରୁଥାଏ। ଦେବୀ ସତର୍କ କରାଇଦେଲେ ଯେ ପ୍ରସ୍ତୁତି ପୂର୍ବରୁ ଅକାଳରେ ସତ୍ୟକୁ ଅବତରଣ କରାଇବାକୁ ଚେଷ୍ଟା କଲେ ଏ ପରିଣତ ପୃଥିବୀ ଖଣ୍ଡ ବିଖଣ୍ଡିତ ହୋଇଯିବ। ତେଣୁ ସେ ଯେତିକି ଆଧ୍ୟାତ୍ମିକ ସିଦ୍ଧି ହାସଲ କରିଛନ୍ତି ସେତିକିରେ ସେ ପୃଥିବୀକୁ ଯାହା ସାହାଯ୍ୟ କରିବେ କରନ୍ତୁ, କିମ୍ବା ସବୁଠାରୁ ଦୂରେଇ ଯାଇ ନିଜକୁ ଏକ ଦିବ୍ୟ ଉଦାର ଆନନ୍ଦ ଭିତରେ ହଜାଇ ଦିଅନ୍ତୁ। ତାଙ୍କ ହୃଦୟରୁ ଦିବ୍ୟ ଜନନୀ ସାବିତ୍ରୀଙ୍କ ଉଦ୍ଦେଶ୍ୟରେ ଉଚ୍ଚାରିତ ହେଲା ଆକୁଳ ପ୍ରାର୍ଥନା। ଅଶ୍ୱପତି ଗାଇଲେ, ହେ ଦେବୀ, ତୁମର ସେଇ ଅନନ୍ତ ପ୍ରସାରୀ ସତ୍ତା ଯେପରି ଆଶ୍ରୟ ନେଉ ଗୋଟିଏ ମାନୁଷୀ ବିଗ୍ରହ ମଧ୍ୟରେ। ହେ ଅମର ଦେବୀ, ଆମର ଏଇ ଧୂଳି ଧୂସରିତ ପୃଥିବୀକୁ ତୁମେ ମର୍ତ୍ତ୍ୟ ମାନବୀର ପଦଚାଳନା କରି ଆଗମନ କର। ଅଶ୍ୱପତିଙ୍କର ଏହି ପ୍ରଗାଢ଼ ଅଭିପ୍ସାର ଉତ୍ତର ଆସିଲା ଯେ ପୃଥିବୀରେ ସେହି ଚିନ୍ମୟୀ ସ୍ୱରୂପିଣୀ ମୃଣ୍ମୟୀ ବିଗ୍ରହ ମଧ୍ୟରେ ଅବତରଣ କରି ଆସିବେ। ଅଶ୍ୱପତିଙ୍କ ଭିତରେ ଏକ ଦୃଢ଼ ଦିବ୍ୟ ସଂକଳ୍ପ ସଂଗଠିତ ହୋଇଯାଇଥିଲା। ସେ ଅନୁଭବ କଲେ ଯେ ଏହି ମୃତ୍ୟୁ, ଅଜ୍ଞାନ ଓ ଦୁଃଖ ପ୍ରପୀଡ଼ିତ ପୃଥିବୀ ଓ ମଣିଷ ଜାତିକୁ ତାର ନିର୍ଦ୍ଧାରିତ ଭାଗ୍ୟ ହାତରୁ ମୁକ୍ତି ଦେବାକୁ ସେ ମଣିଷ ସହ ମିଶି ପୁନଶ୍ଚ ଶ୍ରମ କରି ଚାଲିବେ। ଅଶ୍ୱପତିଙ୍କର ତପସ୍ୟା ଥିଲା ବ୍ୟକ୍ତିଗତ, କିନ୍ତୁ ଅଭିପ୍ସା ହେଲା ବିଶ୍ୱଗତ। ସାବିତ୍ରୀଙ୍କ ପରିଣୟ ପରେ ସତ୍ୟବାନ ତାଙ୍କ ନିକଟରେ ନିଜର ଅନନ୍ୟ ଭାଷାର ବର୍ଣ୍ଣନା କରିଛନ୍ତି। ବନଭୂମିର ସବୁ ସ୍ୱର ଶବ୍ଦ ଭିତରେ ଶାଶ୍ୱତଙ୍କର କଣ୍ଠସ୍ୱର ସେ ଶୁଣି ପାରିଛନ୍ତି। ସମସ୍ତ ଦୃଶ୍ୟ ଭିତରେ ମଧ୍ୟ ତାଙ୍କୁ ଅଦୃଶ୍ୟ ମଧ୍ୟ ଦୃଶ୍ୟ ହୋଇଥାଏ, କିନ୍ତୁ ଏକ ମହତ୍ ସମସ୍ୟାର ସମାଧାନ ସେ କରିପାରି ନାହାନ୍ତି। ସେଇଠି ହେଉଛି ଜଡ଼ ଓ ଆତ୍ମାର ବିଭେଦ ସେ ଘୁଞ୍ଚାଇ ପାରିନାହାନ୍ତି। ଋଷି ମୁନିଙ୍କ ସହିତ ବହୁ ତପସ୍ୟା କରିଛନ୍ତି, ସବୁ ଭିତରେ ସେହି ଏକକୁ ହିଁ ସେ ଉପଲବ୍ଧି କରିଛନ୍ତି, କିନ୍ତୁ ପାର୍ଥିବ ଜୀବନ ଓ ଆଧ୍ୟାତ୍ମିକ ଜୀବନକୁ ଏକ ଛନ୍ଦରେ ଛନ୍ଦାୟିତ କରିପାରି ନାହାନ୍ତି। ଯେବେ ସେ ଆତ୍ମାକୁ ଦେଖୁଛନ୍ତି ସେତେବେଳେ ଜଗତ ଅଦୃଶ୍ୟ ହୋଇଯାଉଛି। ଜଗତ ଉପରେ ଦୃଷ୍ଟିପାତ କରିବା ବେଳେ ଆତ୍ମାକୁ ହରାଇ ବସୁଛନ୍ତି। ସତ୍ୟବାନଙ୍କର ଏହି ସମସ୍ୟା ସବୁ ମଣିଷର ଏକ ଚିରନ୍ତନ ସମସ୍ୟା ହୋଇ ରହିଛି। ଆତ୍ମା ଓ ଜଡ଼ ଦୁଇଟି ସମ୍ପୂର୍ଣ୍ଣ ଭିନ୍ନ ସତ୍ତା ବୋଲି ବିଚାର କରାଯାଇଛି। ଆଧ୍ୟାତ୍ମ ସାଧନା ଓ ସାଂସାରିକ ଜୀବନ ଦୁଇଟି ଭିନ୍ନ ଦିଗ ବୋଲି ବିବେଚନା କରାଯାଇଛି, କିନ୍ତୁ ଦୁଇଟି ଜୀବନ, ଦୁଇଟି ଧାରା ବୋଲି କିଛି ନାହିଁ। ସେ ଦୁଇଟିକୁ ଏକ ବୋଲି ଉପଲବ୍ଧି କରିପାରିବା ହିଁ ଶ୍ରେଷ୍ଠ ସିଦ୍ଧି। ମଣିଷ ସତ୍ୟବାନଙ୍କର ଅଭିପ୍ସା ଥିଲା ଜଡ଼କୁ ଆତ୍ମାର ଏକ ରୂପ ଓ ଆତ୍ମାକୁ ଜଡ଼ର ଅନ୍ତର୍ନିହିତ ସତ୍ତା ଭାବରେ ସର୍ବଦା ଅନୁଭବ କରିପାରିବା। ସାବିତ୍ରୀଙ୍କୁ ପାଇବା ପରେ ସତ୍ୟବାନଙ୍କର ସ୍ୱତଃ ପ୍ରତ୍ୟୟ ହେଲା ଯେ ସବୁ କିଛିର ରୂପାନ୍ତର ନିଶ୍ଚୟ ଘଟିଯିବ। ସାବିତ୍ରୀଙ୍କର ହିରଣ୍ମୟ ତନୁ ଭିତରେ ସେ ଦିବ୍ୟ ଜନନୀଙ୍କୁ ପ୍ରତ୍ୟକ୍ଷ କରିପାରୁଥିଲେ। ସେ ଅନୁଭବ କରୁଥିଲେ ଯେ ଏବେ ତାଙ୍କର ଜଡ଼ ଶରୀର ମଧ୍ୟ ଆତ୍ମା ସହିତ ସମାନ ଭାବରେ ମୁକ୍ତି ପାଇବ। ସାବିତ୍ରୀଙ୍କର ମାନୁଷୀ ଚିତ୍ତ ଦିବ୍ୟ ଚେତନା ଦ୍ୱାରା ପୂର୍ଣ୍ଣ ଭାବରେ ଅଧିକୃତ ହେବା ପୂର୍ବରୁ ମଧ୍ୟ ସେ ବୁଝି ଯାଇଥିଲେ ଯେ ମୁଖ୍ୟତଃ ପୃଥିବୀରେ ରହିଛି ତିନୋଟି ଅପ୍ରତିହତ ଶକ୍ତି, ଯାହା ବିରୋଧରେ ତାଙ୍କୁ ସଂଗ୍ରାମ କରିବାକୁ ହେବ। ସେଗୁଡ଼ିକ ହେଲା ପୃଥିବୀର ଅସହାୟତା, ମାନୁଷୀ ପ୍ରେମର ଶକ୍ତିହୀନତା ଓ ନିୟତିର ଲୌହ ନିଗଡ଼। ଏ ଦିଗରେ ମଣିଷର ପ୍ରଚେଷ୍ଟା ଏପର୍ଯ୍ୟନ୍ତ କୌଣସି ସଫଳତା ଲାଭ କରିନି। ଅନ୍ଧତା, ଅଜ୍ଞାନତା ଦ୍ୱାରା ଶାସିତ ନିର୍ଯାତିତ ପୃଥିବୀ ବାରମ୍ବାର ନିଜର ଅସହାୟତା ପ୍ରକାଶ କରିଚାଲିଛି, କିନ୍ତୁ ତାହାର କୌଣସି ସ୍ଥାୟୀ ସମାଧାନ ହୋଇପାରିନି। ମାନୁଷୀ ପ୍ରେମରେ ମଧ୍ୟ ସେପରି ସାମର୍ଥ୍ୟ ନାହିଁ ଯାହା ବଳରେ ସେ କିଛି ପ୍ରତିଷ୍ଠା କରିପାରିବ ଓ ଶେଷରେ ସର୍ବଶକ୍ତିଶାଳୀ ନିୟତି ପାଖରେ ତ ସେ ସମ୍ପୂର୍ଣ୍ଣ ଶକ୍ତିହୀନ। ସାବିତ୍ରୀ ପୃଥିବୀର ଓ ମଣିଷର ଏହି ସ୍ଥିତାବସ୍ଥାକୁ ସ୍ୱୀକାର କଲେ ନାହିଁ। ଏସବୁ ଅତିକ୍ରମ କରିବା ପାଇଁ ଓ ସଂଗ୍ରାମରେ ଜୟଯୁକ୍ତ ହେବା ପାଇଁ ତାଙ୍କର ଅନ୍ତରାତ୍ମା ସଂକଳ୍ପବଦ୍ଧ ହୋଇ ଉଠିଲା। ଏହା ହିଁ ହେଉଛି ସାବିତ୍ରୀ ମହାକାବ୍ୟରେ ପ୍ରକାଶିତ ମାନୁଷୀ ଆସ୍ପୃହାର ଉଜ୍ଜ୍ୱଳ ଦୃଷ୍ଟାନ୍ତ। ଶ୍ରୋତାବନ୍ଧୁ, ପୂର୍ଣ୍ଣାଙ୍ଗ ଯୋଗ ସାଧନାରେ ବ୍ରତୀ ମଣିଷର ଅଭିପ୍ସା ହେବ ତାର ସାଧନା ତାର ବ୍ୟକ୍ତିଗତ ମୁକ୍ତି ବା ମୋକ୍ଷ ପାଇଁ ନୁହେଁ, ବରଂ ପୃଥିବୀ ପାଇଁ ଓ ସମଗ୍ର ମାନବ ଜାତିର ଉତ୍ତରଣ ପାଇଁ ଅଭିପ୍ରେତ। ତାର ଲକ୍ଷ୍ୟ ଦେହ, ପ୍ରାଣ ଓ ମନର ରୂପାନ୍ତର ସାଧନ, ଅନ୍ତରାତ୍ମାର ସନ୍ଧାନ ଓ ମିଳନ, ବିଶ୍ୱାତ୍ମା ସହ ଏକାତ୍ମବୋଧ, ନିଜର ଅନ୍ତର୍ଲୋକ ଓ ବହିର୍ଲୋକରେ ଦିବ୍ୟ ଭାବ ସୃଷ୍ଟିର ପ୍ରୟାସକୁ ଅବ୍ୟାହତ ରଖିବା ଭଗବତ ସାଧନାର ପ୍ରମୁଖ ଉଦ୍ଦେଶ୍ୟ ବୋଲି ବିବେଚିତ ହୁଏ। ଶ୍ରୋତାବନ୍ଧୁ, ଆମେ ଶୁଣୁଥିଲେ
ଆଜି ସାବିତ୍ରୀ ମାନୁଷୀ ଆତ୍ମହାର ଏକ ଉଚ୍ଚତର ଆକାଂକ୍ଷା। ଏହାର ରଚୟିତ୍ରୀ ଥିଲେ ଶ୍ରୀ ଅରବିନ୍ଦ ଓ ନୂତନ ପୃଥିବୀ ପୁସ୍ତକର ଲେଖିକା ଡକ୍ଟର ଅର୍ଚ୍ଚନା ନାୟକ। ଅଡିଓଟି କେମିତି ଲାଗିଲା ଆପଣମାନଙ୍କର ମତାମତ ଅପେକ୍ଷାରେ ରହିଲି। ଧନ୍ୟବାଦ।